ହାଏ ସାଙ୍ଗମାନେ, ଆଜି ଗୋଟେ ନୂଆ ବ୍ଲଗ୍ରେ ଆପଣଙ୍କୁ ସ୍ୱାଗତ ଜଣାଉଛି। ମୁଁ ଆଜି ଆସିଛି ଦେଖିପାରୁଥିବେ ଧାନ ବିଲରେ। ଧାନ ବିଲକୁ କାହିଁକି ନା ଧାନ ଆମର ଚାଷ ଯେ ହେଇଥିଲା ତାହା ପାକି ଯାଇଛି ନା ଦେଖିବା ପାଇଁ ମୁଁ ଆସିଛି। ଏଇ ଦେଖିପାରୁଥିବେ ଲୋକମାନେ ସବୁ ଧାନ କାଟି ସାରିଲେଣି। କିଛି ମାତ୍ରାରେ ଧାନ କାଟି ସାରିଲେଣି, ଆଉ କିଛି ମାତ୍ରାରେ ଅଛି ଧାନ କଞ୍ଚା ଛିଡ଼ା ହେଇଛି। ତ ମୁଁ ବି ଆସିଛି ଆଜି ଧାନ କାଟିବା ପାଇଁ। ଧାନ କାଟିବା ପାଇଁ ନୁହେଁ, ଧାନ ଦେଖିବା ପାଇଁ ଆମ ଜମି ଏଇ ରାସ୍ତାରେ ଦେଖିପାରୁଥିବେ। ଏଇଟା ହେଲା ଆମର ଧାନ ଜମି। ଏଇଟା ହେଉଛି ଆମ ଧାନ ଜମି। ଧାନ ଦେଖିପାରୁଥିବେ ପାକି ଯାଇଛି, ଅଲରେଡ଼ି ପାକି ଯାଇଛି। ମୁଁ ଦେଖିବା ପାଇଁ ପାଣି ଥିଲା, ଏଇ 15 ଦିନ ତଳେ ମୁଁ ଆସିଥିଲି, ପାଣି ଥିଲା, ପୁରା ପାକି ଯାଇଛି। ଏଇ 2-3 ଦିନ ଭିତରେ ଧାନ କାଟିବା ପାଇଁ ରେଡ଼ି ହେଇଯାଇଛି। ତ ପାଣି ବି ଶୁଖିଯାଇଛି ଜମିରେ। କିଛି ଲୋକମାନେ ବି ଧାନ କାଟିବା ବି ଆରମ୍ଭ କରିସାରିଲେଣି। ସବୁ ଦେଖିପାରୁଥିବେ ବହୁତ ଧାନ। ଆମ ଏ ସାଇଡ଼ରେ ଧାନ ଗଛ ପାକି ନାହିଁ ବି। ଆମ ଧାନ ଗଛ 5 ଗୁଣ୍ଠ ଧାନ ଗଛ କାଟିବା ପାଇଁ ପୁରା ରେଡ଼ି ହେଇଯାଇଛି। ଏଇଠି ରହୁଛୁ ଆମେ, ଘର ପାଖକୁ ଗଲେ କଥା ହେବା। ମେଘ ହବାର ଆଶଙ୍କା ତ ଦେଖାଯାଉନା କିଛି ହେଉଛି ଆଉ। ତମର ତ ଧାନ କାଟିବା ଆରମ୍ଭ କରିଦେଲା, ତମର ରାତି ବୋଇ ନବ, ଘର ପାଖରେ ରାତି ବୋଇ ନବ। ଧାନ ଲେଇଲ, ଦେଖ ଧାନ ଦେଖ, ଧାନ ଭଲ ହେଇଛି। ଛକ ଯିବା ନା ହବ। ଯା ହଉ, ଟିକେ ଛାଡ଼ି ଦିଅ। ଆଜ୍ଞା। ଦେଖୁ ଏଥର ଅମଳ ଭଲ ହେଇଛି, ଧାନର ଅମଳଟା ଭଲ ହେଇଛି ଏଥର। ଅମଳଟା କେତେ ଟଙ୍କା ହେଇଛି? କିଛି କୁହ। ବହୁତ ସୁନ୍ଦର ଧାନ। ଦେଖୁ ଆସିବ। ଦେଖିବାରୁ ପୁରା ଧାନ ଫୁଲ ପାକିଗଲାନି। ଏଇ ଫୁଲ ଜମି, ଏ ଆରମ୍ଭ ହେଇଯିବ ତ ଧାନ କାଟା ସବୁ। ଆମେ ସକାଳୁ ସକାଳୁ ଆସିଥିଲୁ ଧାନ ବିଲକୁ ଧାନ ଦେଖିବା ପାଇଁ। ଦେଖି ସାରିଲା ପରେ ବି ଘରେ ଯାଇକି କହିଥିଲି, ଘରେ କହିସାରିଲା ପରେ ଆଜି ବିକାଳ ଆସିଗଲେ ଧାନ କାଟିବା ପାଇଁ। ଚାଲିଛୁ ଧାନ କାଟିବା, ଏଇ ଧାନ ବିଲରେ ପହଞ୍ଚି ଯାଇଛୁ ଆମେ। ଚାଲନ୍ତୁ ଧାନ କାଟିବା। ହଉ, ଯଦି କିଏ କାଟିବାର ଅଛି ତ ମୋ ସହିତ କଣ୍ଟାକ୍ଟ କରିବେ, କମେଣ୍ଟ ବି କରିବେ। ରହୁଛି ଏବେ।